नमः शिवाय। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। शिवपुराण आज आसतु शुणा यज्ञ और यज्ञशाला दर्शन। चैनल जदि नुआ अच्छे ताले चैनल टी को सब्सक्राइब करी बेल आइकन को प्रेस कर दियंतो। सकाळ 7टारू 8टा पर्यंत शिवपुराण निश्चय शुणंतो। आसंतो आरंभ करिबा यज्ञ और यज्ञशाला दर्शन। शुण सर्व ऋषिगण देई करि चित्त सदाशिवंक चरित साक्षात अमृत। 1000 हाथ जे अटे यज्ञशाला रतन रे मंडित से दिशई सुंदर। मन मध्यरे प्रशंसा सकले करन्ति संसार संद गढ़ा जे यज्ञशाला एथि। सहस्रे हस्त उच्च से गृहटई चमत्कार दिशे रत्न मान मंडा होई। 4 गोटी द्वार 4 पारु से हार खचिद होछि लीलारे जे अपार। सुवर्ण कलश परे दिशई शोभन हीरा लीला माणिक्ୟରେ होइछि मंडन। नाना प्रकार पताका चौदिगे उड़ई अकलणा मणि खंजा होइण छई। दिवस पराय दिशे अमास्या निशिरे नाना रंगरे सुंदर यज्ञशाला अछि। अट्टालिका चौदिगे दिशई सुंदर निर्माण होइछि गृह पाशरे ताहार। नंदावर्त काहि गृह घेरिछि भौरी लीला हीरा झुलुछन्ति होई केरी केरी। मंडप बंगला काहि दिशई सुंदर दीपुर त्रिपुर गृह अति मनोहर। इटा चूना घोषा पुणे प्रस्तरर घर 7 ताज मेढ़ गृह दिशई सुंदर। जार अनुरूप योग्य अटई मंदिर निर्माणिछि विश्वकर्मा शिल्पींक शेखर। मधुर शीतल तहि पुष्करिणी नीर स्फटिक पराय स्वच्छ दिशई सुंदर। दधिहृद कोठी दुग्धर जे तटिनी बहे तैल स्रोत सदा निमग्ना तटिनी। घृत नदी बहि जाए दक्षिण पार्श्वरे कुंड काहि शोभावन दिशे हरिद्रारे। 64 कुंड संख्या कहित नुहई हरिद्रार कुंड पुणी सुंदर दिशई। सुगंध तर भांड मान अछि रही
ଅଙ୍ଗରେ ଲଗାନ୍ତି ଲୋକ ସେ ଭାଣ୍ଡରୁ ନେଇ। ଗୁଡ଼ ସାକର ନବାତ ଶ୍ଵେତ ଯେ ଶୁକଳ ଚିନି ମିଶ୍ରି ଭାଣ୍ଡ ତହିଁ ଅଛି ମାଳ ମାଳ। ଯୋଗାଡ଼ ମାନ ରହିଛି ନାନା ପ୍ରକାର ମିଠାଇ ଜିଲାପି ଦହି ଗଜା ଯେ ସାକର। ପାରିଜାତ ସଙ୍ଗେ ଦେଖ କର୍ପୂରର କଳି ଛେନା ପୁରୀ ମଣ୍ଡା ପିଠା ପୁଣି ନାନା ଭଳି। କମୁର କେଳି ପ୍ରଚୁର ପ୍ରଚୁର ପାରିଜାତ ସରପୁଳି ଛେନା ପୁଳି ବହୁତ ପଦାର୍ଥ। ପେଡ଼ା କୋରା ବୁନ୍ଦି ସଙ୍ଗେ ସଙ୍ଗେ ମାଲପୁଆ କାକରା ରିସା ବରା ମିଳଇଟି ଯାହା। ପାନ ତରିଆ ମଣ୍ଡା ଯେ ଏଣ୍ଡୁରି ଚକୁଳି ଚନ୍ଦ୍ରକାନ୍ତି ଝରା ଲଡ଼ୁ ଦେଖ ଭଳି ଭଳି। ପଉତି ଭଜା ଆମ୍ବିଳ ମହୁର ସାକେର ଲଙ୍କାର ବେସର ପିତା ଶାଗ ବଡ଼ ଚଡ଼ା। ପାଚେରୀ ପରତାଦି ସେ ଯେ ଯଜ୍ଞର ବ୍ୟଞ୍ଜନ ଯାହା ବରନି ନୁହଁଇ ମୁଖର। ମହ ମହ ହୋଇ ବାସ ଚହଟି ଉଠଇ ଦକ୍ଷ ସବ ଯତନରେ ଅଛିଟି ବନାଇ। ଅତି ଯତନେ ସୁଗନ୍ଧ କୁସୁମର ମାଳ ପର୍ବତ ସମାନ ରଖି ଅଛଇ ସୁନ୍ଦର। ଦୟଣା କେତକୀ ମଲ୍ଲି ମନ୍ଦାର ମାଳତୀ ଚମ୍ପା ଛୁରୀ ଅନା ମଣ୍ଡା ଫୁଲ ନାନା ଜାତି। ବେକ ଚେକା ଝରା କୁଣ୍ଡଳିକା ପୁଷ୍ପମୀନ ଗୁନ୍ଥା ହୋଇ ରହିଅଛି ଦିଶଇ ଯତନ। ସ୍ୱର୍ଗପୁରର କୁସୁମ ଏମାନ ଅଟଇ ସୁବାସରେ ଚଉଦିଗ ମହକି ଉଠଇ। କର୍ପୂର କସ୍ତୁରୀ କେଉଁ ସ୍ଥାନେ ଭରପୁର ପନିର ସଙ୍ଗରେ ରହି ଅଛଇ ଅତର। ଧୂପ ଦୀପ ନୈବେଦ୍ୟ ସୁବାସ ଚନ୍ଦନ ସମ୍ପାତି ଅଛନ୍ତି କରି ଅତ୍ୟନ୍ତ ଯତନ। ଯାଇ ଫଳ ସଙ୍ଗେ ଔଷଧ ନାନା ଯେ ଜାତି ଜାତି କୋଶ ଲବଙ୍ଗ ଯେ ଅଳାଇଚ ଅଛି। ଜାଫଡ଼ା ଅଁଳା ବାହାଡ଼ା ଯେ ଫଳମାନ ସକଳ ମିଶିଲା ଗୃହେ ରହିଛି ପୁରୀଣ। ଗନ୍ଧସାର ରହିଅଛି କେତେ ଖାତ ପୁରୀ ଧାତୁ ଦ୍ରବ୍ୟ କଥା ମୁଖେ କହି ତ ନ ପାରି। ମାଣିକ୍ୟ ମୁକୁତା ମୋର କତ ଗଣନ ହୀରା ଲୀଳା ସୁନା ରୂପା ନୁହଁଇ କଳିଣ। ପୁଷ୍ପରାଗ ଗୋମେଦ ମଣି ଯେ ନାନା ବର୍ଣ୍ଣ କୁଳିନ୍ଦର ସଂଖ୍ୟା ମୁଖେ ନୁହଁଇ କହିଣ। ବୈଦୁର୍ଯ୍ୟ ସ୍ଫଟିକ ଚନ୍ଦ୍ର କାନ୍ତି ରତ୍ନମାନ ସୂର୍ଯ୍ୟକାନ୍ତ ସହିତରେ ହୋଇଅଛି ପୂର୍ଣ୍ଣ। କୁଣ୍ଡ ଭରି ପଡ଼ିଅଛି ଚୂନ ମୁକୁତାର
ବସିଅଛି ହାଟ ଲୋକ ତହିଁରେ ପ୍ରବଳ। ପାଟ ପୀତାମ୍ବରୀ ଜରି ପ୍ରବଳ ଛଇ, କ୍ଷୀର ଦପତନି ମଠା କଳିତ ନୁହଁଇ। ସାଲ ଦୁଃଖ ଜୁଡ଼ ଗଦା ହୋଇଅଛି ଯେତେ, ସଂଖ୍ୟା କରି କହିବାକୁ ମୁଖରେ ଯେ କେତେ। କଦଳୀ ନଡ଼ିଆ ଆମ୍ବ ଜାମୁ ଅଗଣନ, ପଣସ କମଳା ଟଭା ନାରଙ୍ଗ ଯେ ପୁଣ। କଇଁଥ କେହୁ ଗୁଆ ଯେ ସଂଖ୍ୟାରେ ବହୁତ, ନାନା ଖାଦ୍ୟ ରଖିଛନ୍ତି ସଜାଇ ସତତ। ପର୍ବତ ସମାନ ଧାନ୍ୟ ତଣ୍ଡୁଳ ଛଇ, ହରଡ଼ ମସୁର ମୁଗ ବିରି ରହିଛଇ। ଚଣା କୋଳଥ ବରୁଗୁଡ଼ି ଯେ କାଙ୍ଗୁଲ, ନବଧାନ୍ୟ ରହିଅଛି ଅସଂଖ୍ୟ ପ୍ରକାର। ଲବଣ ଗଦା ହୋଇଛି କୁଢ଼ କୁଢ଼ ହୋଇ, ଅନ୍ୟ ପଦାର୍ଥର କଥା କେ ପାରିବ କହି। ନେଉଛନ୍ତି ଯାର ଯାହା ହୁଅଇ ଦରକାର, କିଛି ସୁର ନାହିଁ ଦେଖ ମହିମା ଦକ୍ଷର। ଅଭିଳାଷ ଯେଉଁ ଦିନ ଯାହାଟି କରଇ, ସେ ଦରବ ତାହା ପାଶେ ନିମିଷେ ମିଳଇ। ଐରାବତ ସମଗଜ ଅନେକ ଅଛନ୍ତି, ଶିବିକା ହାନ୍ଦୋଳା ଓଷ ଦେଖ କୋଟି କୋଟି। ଓଟ ଭେଳା ଭେଳା ହୋଇ ରହିଛନ୍ତି କାହିଁ, ସଭା କରି ବସିଛନ୍ତି ରାଜାମାନେ ତହିଁ। ମଦଳାସ ମାନେ କାହିଁ କରନ୍ତି ନଭନ, ବାର ମଦାଳସୀ ବୋଲି ଦିଅନ୍ତି ଭାଷଣ। ମନ୍ତ୍ରୀମାନେ ପରାମର୍ଶ ଦେଉଛନ୍ତି କାହିଁ, କାହାର କର୍ଣ୍ଣରେ ଗୁପ୍ତ କଥା କେ କହଇ। ଜଳ କେଳି କାହିଁ ଆନନ୍ଦରେ କରୁଛନ୍ତି, ବିବିଧ ପ୍ରକାର ଖେଳ କାହିଁ ଖେଳୁଛନ୍ତି। ନଟକାରୀ ମାନେ କାହିଁ କରନ୍ତି ନର୍ତ୍ତନ, ଧରା ଧରି ହୋଇ କେହି କରନ୍ତି ଗମନ। ଉପବନ ମଧ୍ୟେ ଥୋକେ କରନ୍ତି ବିହାର, ଥୋକେ ଲଢ଼ାଇ କରନ୍ତି ମାଲ ପରକାର। ବାଜିଆ ରହିଣଛନ୍ତି ଯୁବରାଜମାନ, ଏକୁଆରେ କବି କ୍ରମେ ଯାଆନ୍ତି ଡେଇଣ। ଦନ୍ତାବକ ରାଜାଗଣ ଧାନ୍ତିଟି କାହିଁ, ଦୁଷ୍ଟେ ମିଳିଣ କେଉଁଠି କରନ୍ତି ଲଢ଼ାଇ। ରସିକ ପୁରୁଷ କେହୁ ଛଟକ ଦେଖାଇ, ବେଶ୍ୟାଙ୍କୁ ନେଇ ଯାଆନ୍ତି ଭ୍ରୁଲତା ନଚାଇ। ଫୁଲ ଫିଙ୍ଗନ୍ତି ଗଣିକା ମାନଙ୍କ ଉପର, ଭଲା ଭଙ୍ଗି ଅନ୍ୟ କେହୁ କରଇ ମୁଖର। କେତେ ଭଙ୍ଗି ଦେଖୁଛନ୍ତି ମେଳ ଯେ ହୋଇ, କୃଷ୍ଣ ନାମ କେଉଁଠାରେ କୀର୍ତ୍ତନ ହୁଅଇ।
ରହିଥାନ୍ତି ଇନ୍ଦ୍ର ଆଦି ଅମର ସକଳ। ଗଦ ଶବ୍ଦ ହେଉଅଛି ଅଛି ସେ ସ୍ଥାନର। ଅପସରି ନାଚନ୍ତି ଇନ୍ଦ୍ର ସଙ୍ଗତରେ। ବେଣୁ ବୀଣା ବାଜୁଅଛି ଅତ୍ୟନ୍ତ ମଧୁରେ। ନିଶାଚର ଗଣ କାହିଁ ଏକତ୍ର ହୋଇଣ ଅନ୍ୱେଷଣ କରୁଛନ୍ତି ନାନା ଛିଦ୍ରମାନ। ନାଗମାନେ ଏକତ୍ର ହୋଇଣ କେଉଁଠାରେ ଜିହ୍ୱା ଲହ ଲହ କରି କ୍ରୀଡ଼ନ୍ତି ତହିଁରେ। ଦ୍ୱିଜମାନେ ପୁରାଣ କେଉଁଠି ପଢ଼ୁଛନ୍ତି ଥୋକାଏ ବସି ପୁରାଣ ଶ୍ରବଣ କରନ୍ତି। ସନ୍ନ୍ୟାସୀ ସହିତ କାହିଁ ଯୋଗୀ ଯେ ଭିକାରୀ। ଆଚାରୀ ଦିଗମ୍ବର ଯେ ପୁଣି ବ୍ରହ୍ମଚାରୀ। ବୈଷ୍ଣବଙ୍କ ସଙ୍ଗରେ 14 ପୁରଜନ। ମୁଖରାବ ଶବଦରେ ଉଛୁଳେ ଗଗନ। ନିଜେ ପାରିଷଦ ଘେନି ପ୍ରଭୁ ନାରାୟଣ। ବୈକୁଣ୍ଠପୁରୁ ଯେ କରିଛନ୍ତି ଆଗମନ। ଚତୁର୍ଭୁଜେ ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ। ନବନୀରଦ କାନ୍ତି ଯେ ଜନମନ ମୋହେ। ମର କୁଣ୍ଡଳ କର୍ଣ୍ଣେ ଯେ ଶୋଭନ ଦିଶଇ। ପତିତ ପାବନ ସେତ ଜଗତ ଗୋସାଇଁ। ଜୟ ବିଜୟ ନନ୍ଦ ଯେ ଛନ୍ତି ପାରୁଷରେ। ସୁଦାମା ପ୍ରଦ୍ୟୁମ୍ନ ବାଦ ଉଭା ନିକଟରେ। ସଂକର୍ଷଣ ବିଶ୍ୱକେଶନ ଅନିରୁଦ୍ଧ ବୀର। ଆବର ରହିଅଛନ୍ତି ସୁଶୀଳ ଯେ ଶୀଳ। ନାରାୟଣଙ୍କର ବଳ ଅଛନ୍ତି ଆବର। ଋଷିଙ୍କ ଆଗେ କରନ୍ତି ବ୍ରହ୍ମାଙ୍କ କୁମର। ବିଷ୍ଣୁଙ୍କର ଚଉଦିଗେ ଅଛନ୍ତି ବେଢ଼ିଣ। ଦେଖି ବୀରଭଦ୍ର ହେଲେ ଆନନ୍ଦିତ ମନ। କୁଶପାତ୍ରୀ କରେ ଧାତା ମୌନ ଉପରେ। ସତ୍ୟଲୋକ ପଦ୍ମଜୋନି ଆସି ସେ ସ୍ଥାନରେ। ଚାରି ବେଦ କରିଛନ୍ତି ରୂପକୁ ଧାରଣ। ତହିଁ ସନତ କୁମାର ଆଦି ଋଷି ଗଣ। ମୁକୁଣ୍ଡାଦି ପରାଶର ସଙ୍ଗେ ଋଷିମାନ। ମାର୍କଣ୍ଡ କପିଳ ଅଙ୍ଗିରାଜେ ଚ୍ୟବନ। ଅଗସ୍ତ୍ୟ ପୁଲହ ବ୍ୟାସ ବ୍ୟାସଙ୍କ ନନ୍ଦନ। ଦୁର୍ବାସା ଯମଦଗ୍ନି ଯେ ବିଭାଣ୍ଡକ ଜାଣ। ନାରଦ ବସିଅଛି ଯେ ବ୍ରହ୍ମ ଋଷି ସାଥେ। ମରଚ୍ୟାଦି ମୁନି ଗଣ ଅଛନ୍ତି ସମସ୍ତେ। ସନକ ସନନ୍ଦ ସପ୍ତ ଋଷି ଗଣ ମାନ। ବନଲୋକ ତେଜି କରିଛନ୍ତି ଆଗମନ। ପିତୃଲୋକମାନେ ମଧ୍ୟ ତହିଁ ଆସିଛନ୍ତି। ପ୍ରଧାନ ଯଜ୍ଞ ଯେ ଆସିଛନ୍ତି ବୃହସ୍ପତି। ଅଗ୍ନିସାହା ତହିଁ କରିଛନ୍ତି ଆଗମନ। ଦକ୍ଷ ରାଜା କରିଛନ୍ତି ତାଙ୍କୁ ନିମନ୍ତ୍ରଣ। ଦେବଗଣ ମରପୁରକୁ ଆସିଛନ୍ତି। ତାହାଙ୍କୁ ନାମ କହିବା
ତୁଟି ଯିବ ଭ୍ରାନ୍ତି ବାସବ ସୁଧର୍ମା ଆସିଛନ୍ତି ସଭା ଧରି। ସଦ୍ଭାବେ ଦକ୍ଷ ଯେ ସଙ୍ଗେ ରହିବ ତାଙ୍କରି। ଆରୋହଣ କରି ଐରା ବତର ପୃଷ୍ଠରେ କୌଳିସ ଧରି ଅଛନ୍ତି ତାଙ୍କରି ହସ୍ତରେ। ପାଟ ଛତ୍ରୀ ମସ୍ତକ ଉପରେ ଦେଖ ଚାହିଁ ଆଲମ୍ବ ବିଲମ୍ବ ନେତ ତାଙ୍କର ଉଡ଼ଇ। ପାରିଜାତ ପୁଷ୍ପ ଦେଖ ବାସ ମଳାନ ନାନା ରତ୍ନରେ ବାସବ ହୋଇଛି ମଣ୍ଡନ। ନିଶ ଦାଢ଼ି ଉଡ଼ୁଅଛି ଫର ଫର ହୋଇ ନିଶ ଦାଢ଼ି ଅତରରେ ପଡ଼ିଛି ଗାଧୋଇ। ସ୍ୱର୍ଣ୍ଣ ପଦ୍ମହାର ଲମ୍ବେ ଶରୀର ଉପରେ ସୁନ୍ଦର ଦିଶଇ ଅଙ୍ଗ ନାନା ଅଳଙ୍କାରେ। କୁଣ୍ଡଳ କର୍ଣ୍ଣରେ ତାଙ୍କ ସୁନ୍ଦର ଦିଶଇ ମସ୍ତକେ ମୁକୁଟ ଝଟ ଝଟ ଦିଶୁଥାଇ। ବୃନ୍ଦାରକ ଗଣ ତାଙ୍କୁ ବେଢ଼ିଣ ଅଛନ୍ତି ତାହାଙ୍କର ନାମ ମାନ ଶୁଣ ଦେଇ ଶ୍ରୁତି। ବିତିହୋତ୍ର ନାମେ ଅଗ୍ନି ମହାଦୀପ୍ତିମାନ ଗାର୍ତ୍ତପତ୍ୟ ଦକ୍ଷିଣାଗ୍ନି ସ୍ମଥ୍ୟାମନେ ଗୁଣ। ହବନୀୟ ହେୟ ନୀଳ ମୋହିତ ବରନ ପାଣ୍ଡୁବନ ଶାଖା ଦଶମନଳ ଜାଣ। ହବ୍ୟାବହ କବ୍ୟାବହ ଅଗ୍ନି ଏହି ଦୁଇ ଇନ୍ଦ୍ରଙ୍କର ପାଶେ ଛନ୍ତି ଆଦେଶ କଲ ଚାହିଁ। ଯମ ଚିତ୍ର ଗୁପ୍ତ କାଳ ହେ ଯେ ବିକାଳ କିଙ୍କର ମଣ ଅଛନ୍ତି ସଙ୍ଗରେ ତାଙ୍କର। ନୈରତେ ଅଛନ୍ତି ରକ୍ଷ ଗଣଙ୍କ ସଙ୍ଗର। ରୋଗକୁ ଔଷଧ ଦିଅନ୍ତି ଯାର ଯା ଦରକାର। ଜଳ ଅଧିପତି ରାଜା ଅଛନ୍ତି ବରୁଣ ପାରୁଷରେ ବେଢ଼ିଛନ୍ତି ପାରିଷଦ ଗଣ। ଇକ୍ଷୁ ଲବଣ ସୁରାଜେ ଦଧି ଯେ ସାଗର ସମର୍ପି ବୃତ ଆବର ଆବର ଯେ କ୍ଷୀର। ଗଙ୍ଗା ଯମୁନା ମଣିକର୍ଣ୍ଣିକା ସେ ଯେ ତୀର୍ଥ ଗୋମତୀ କୃଷ୍ଣ ନର୍ମଦା ଋଷିକୁଲ୍ୟା ସାଧ। ସତତ ବା ଗୋଦାବରୀ ପୁଷ୍କର ଶେଷର ବ୍ରହ୍ମାନଦୀ ମହାନଦୀ ବ୍ରହ୍ମାଣୀ ସଙ୍ଗର। ପ୍ରାଚୀ ଚନ୍ଦ୍ରଭାଗା ସୁବର୍ଣ୍ଣ ରେଖା ଯେ ନଈ ମହେନ୍ଦ୍ର ପଗା ଗଣ୍ଡୁକିଛନ୍ତି ତହିଁ। 3,50,000 ସଂଖ୍ୟା ଯେ ତାଙ୍କର ଅଛନ୍ତି ଯେ ମୁଖ୍ୟ ସର୍ବ ନଦ ନଦୀ ସାର। ସୁନ୍ଦର ରୂପକୁ ଧରି ସେ ଯଜ୍ଞ ସ୍ଥାନରେ ଆନନ୍ଦ ମନରେ ବିଜେ କରନ୍ତି ସକଳେ। 49 ମୂର୍ତ୍ତି ଧରି ଅଛଇ ପବନ ସଙ୍ଗତରେ ଆଣିଛନ୍ତି ସେ ମରୁତ ଗଣ। ଯକ୍ଷ ଗଣ ସଙ୍ଗେ ଧରି ତହିଁ ଧନପତି ଆଭରଣ ପିନ୍ଧି ଦକ୍ଷ ଯଜ୍ଞେ ଆସିଛନ୍ତି। ମକର କୁମୁଦ ମହା
पद्मनील पद्म शंखनिधि पद्मनिधि कच्छप कुमार 16 निशाकर द्वादश आदित्य जेताहि बृहस्पति मंगल रे शुक्र छंती रही बुध शनिश्चर अंगार पनगसणा हा हा हु सहित रे गंधर्व गण नारद तुम्बुरु आदि जेते तपोधन अनेक देवर्षि छंती यज्ञ को आसीन अश्विन कुमार विश्वकर्मा आसीछंती शपथ भारत हैं जे बसिण छंती 15 तिथि 27 जे नक्षत्र 12 राशि माने जे अछंती समस्त विष्णुम्बको 27 भोग बसिछंती 11 करण बसी यज्ञ देखुछंती 16 ऋतु अंश दंड आवर आयन मुहूर्त सहित रे जे अछंती बसिण 12 मास तहि बसी जाग देखुछंती राज्य संविवाद त्रिकाल जे बसिछंती श्वेत बराह 12 बेला जे कल्प पद्म सकले मिलिण तहि हुअन्ति आनंद स्वरोतिष स्वयंभुव वैवर्त आवर चाशुष सावर्ण सावर्ण कदिवाकर वैवर्त वैवसुत रुद्र जे सावर्ण स्वेदक सावर्णक भौत रुद्रमान धर्म स्वेदक जे औमतंक सहित चतुर्दिग मंत्र शरीरे उपगत हिमालय सुमेरु निषेध माल्यवान स्वर्णकूट गंधमार धन संगतेन हेमकूट आदि प्रसिद्ध भूधर गण शल्य विशल्यादि जेऊ औषध महान 12 विधि 8 वसु संगतर आवर जे सिद्ध साध्य जेते विद्याधर किन्नर चारण प्रेत गणभूत गण आवर छंती तहि पिशाच चारण आवर्तक संवर्तक द्रोण जे पुष्कर पुरी रही छंती गुह्यक आवर सत्य त्रेता दापर जे कଳି जुग तहि ऐरावत पुंडरीक बामन छई कुमुदंगन पुष्प बंत सार्वभौम सुगति कष्ट हस्ती तहि विद्यमान 33 कोटि देवता छंती देवगण नाग नर रही छंती तहि अगणन सर्वे हि छंती निजर जान वाहन हस्ते धरिण छंती आयुध जेमान आयुध मानक ज्योति सदा झलकई सेते जर यज्ञ स्थली सुंदर दिशई बाजई दुंदुभि वीणा बेणु अगणन
ମୃଦଙ୍ଗ କଂସାଳ ଶବ୍ଦେ ଉଛୁଳେ ସେ ସ୍ଥାନ। ଢେଲ ଦମାଟମକ ବାଜଇ ଅଗଣନ। ତାଙ୍କୁ ବୀର ବାଦ୍ୟ ବାଜୁ ଥାଇ ଘନ ଘନ। ଏପରି ଅନେକ ସମ୍ଭାର ଯେ ସଜାଡ଼ିଣ। ଯଜ୍ଞ କରୁଣ ଅଛନ୍ତି ସେ ଦକ୍ଷ ରାଜନ। ସତୀ ଯଜ୍ଞ କୁଣ୍ଡେ ପଡ଼ି ତେଜିଛନ୍ତି ପ୍ରାଣ। ବୀରଭଦ୍ର ଆସିଛନ୍ତି ଘେନି ରୁଦ୍ରଗଣ। ଏଠାରୁ ଏଣିକି କିସ ହୋଇବ ଘଟନ। କଲମ ଧରି ବୀରତେ ବୁଦ୍ଧିମନ୍ତ ଦୀନ। ଦକ୍ଷ ରାଜାଙ୍କ ଯଜ୍ଞ ଭଗ୍ନ। ଧାତାଙ୍କ ସୁତ କହନ୍ତି ସର୍ବ ଋଷି ଶୁଣ। ବୀରଭଦ୍ର ଉଭା ସଙ୍ଗେ ଘେନି ରୁଦ୍ରଗଣ। ମହାକ୍ରୋଧେ ଚକ୍ଷୁ ରକ୍ତ ପର ନଦୀ ସଇ। ଆଦେଶ ଦିଅନ୍ତି ରୁଦ୍ରଗଣଙ୍କୁ ଅନାଇ। ନାନା ସମ୍ପଦ ଭିଆଣ କରିଣ ରାଜନ। ବରିଲା ନାହିଁ ମରୁଖ ଦେବ ପଞ୍ଚାନନ। ଭୁଲିଗଲା ମନ୍ଦମତି ହୃଦୟରୁ ଜ୍ଞାନ। ମାତାଙ୍କୁ ଆମ୍ଭର ପୁଣି କିଛି ସେ ବର୍ଷନ। ଜନନୀ ତାହାର କୁକଥା ଯେ ନ ସହିଲେ। କୁଣ୍ଡେ ଡେଇଣ ଆନନା ପରାଣ ହାରିଲେ। ତିଳେ ଭୟ ନାହିଁ ଏଡ଼େ ଅଜ୍ଞାନୀ ପାମର। ନିନ୍ଦିରା ମହାଦେବଙ୍କୁ ଧିକ ଜନ୍ମ ତାର। ମାତ ଦିଗମ୍ବରୀ ତାହା ନ ପାରିଣ ସହି। ଯଜ୍ଞାନଳେ ଝାସ ଦେଲେ ଦକ୍ଷ ଅଛି ଚାହିଁ। ଭୋଗିବୁରେ ଦୁଷ୍ଟ ମୂଢ଼ ପ୍ରତିଫଳ ତାର। କହୁ କହୁ କ୍ରୋଧେ କମ୍ପି ଉଠିଲା ଶରୀର। ଝଡ଼ ପବନ ପରି ନିଶ୍ୱାସ ଯେ ବହଇ। କୁଥିକାର ଚକ୍ର ପ୍ରାୟ ନୟନ ବୁଲଇ। ସକଳ ରାଜନ ବସି ଅଛନ୍ତି ଅନାଇ। କି ଘଟିବ ବୋଲି ସର୍ବେ ଚିନ୍ତୁଛନ୍ତି ତହିଁ। ଚାରିଜଣ ଉଣା ଜମ୍ବୁ ଦୀପ ନର ରାଣ। ଲକ୍ଷେ କରୁ ଉଣା ବସି ଅଛନ୍ତି ରାଜନ। ପକ୍ଷ ଦୀପୁ ବେନି ଲକ୍ଷ ରାଜା ରହିଥିଲେ। ଅନେକ ସମ୍ଭାର ସହ ସୈନ୍ୟଙ୍କ ସଙ୍ଗରେ। 4 ଲକ୍ଷ ନୃପତି ଯେ ସେ କୁଶ ଦ୍ୱୀପର। 8 ଲକ୍ଷ କ୍ରୌଞ୍ଚ ଦୀପ ଦୀପ ନର ବର। ଶାକ ଦୀପୁ 16 ଲକ୍ଷ ଛନ୍ତି ନୃପରାଣ। ଶାଲ୍ମଣ ଦୀପରୁ 25 ଲକ୍ଷ ପ୍ରମାଣ। ଲକ୍ଷେ 64 ପୁଣି ଦୀପ ଯେ ପୁଷ୍ପର। ଗୋଷ୍ଠୀ ହୋଇଛନ୍ତି ସର୍ବେ ଯଜ୍ଞଶାଳାର। ଲୋକାଲୋକ ବାସି ପୁଣି 4 ନୃପରାଣ। ବଜାଇଣ ବାଜା ସର୍ବେ ଅଛନ୍ତି ବସିଣ। ବାସୁକୀ ମାନେ ପାତାଳପୁର ଆସିଛନ୍ତି ତହିଁ। ଫଣା ଟେକି ଗରଜ କରନ୍ତି ଯେ ଅହି। କର୍କଟକ ତକ୍ଷକ କମ୍ବଳ ଯେ ଅସରେ। ଧୂମକେତୁ ସୁଭଦ୍ରକ କାଳିୟ ନାଗ ଧରେ। ମଣି ଚୂଳ ମଣି ଭଦ୍ର ଭଦ୍ରା ଦକ୍ଷ ଜାଣ। ରହି ଅଛନ୍ତି ତହିଁ ଯେ ବୁହ ନାଗ ଗଣ। ସେନାପତି ସୁଦର୍ଶନ ଶ୍ରେଷ୍ଠ ସେ ମଧ୍ୟରେ। ଯେତେକ ପାତାଳପୁର ସର୍ବେ ଆସିଥିଲେ। ଅନେକ ତପସ୍ୱୀ ପୁଣି ସୁନନ୍ଦ୍ୟଙ୍କ ତୁଲେ। ସୁତଳପୁରରୁ ଆସିଛନ୍ତି ସେ ସ୍ଥାନରେ। ନିମନ୍ତ୍ରଣ ପାଇ ତଳାତଳପୁର ଜନ। ଆସିଛନ୍ତି ସେ ସ୍ଥାନକୁ ଲଗାଇ ଗହଣ। ରସାତଳପୁର ବାସି ଆନନ୍ଦ ମନରେ। ନିଜ ଦଳ ଘେନି ଆସିଛନ୍ତି ଯଜ୍ଞସ୍ଥଳେ। ପ୍ରହ୍ଲାଦ ସୁବର୍ଣ୍ଣପୁରରୁ ତହିଁଛନ୍ତି। ସଭା କରି ଦଇତେ ଯେ ତହିଁ ବସିଛନ୍ତି।
ଅଘାସୁର ନମୁଚି ବୃତ୍ରାସୁର ସୁର ରାହୁ କାଳ ନେମି ସମ୍ବର ଯେ ମହାବୀର କୁଜମ୍ବ ଜମ୍ବ କାଳ କେତୁ ଦୈତ୍ୟ ଯେ ରାଣ ଖଡ଼ଗଲ ମଦେ ବାତ୍ନ କର କ୍ଷୟ ରାଜନ ତାହାଙ୍କର ନାମ ମାନ କେତେ କହିବଇଁ 14 ଭୁବନ ଦାସୀ ଅଛନ୍ତି ଯେ ତହିଁ ଯଜ୍ଞକୁ ଆସି ଅଛନ୍ତି ଘେନିଣ ସମ୍ଭାର ବୀରଭଦ୍ର ଦେଖି ତାଙ୍କୁ ହେଲେ କୋପାନଳ ଦକ୍ଷ ଭୁବନକୁ ବୀରଭଦ୍ର ଦେଲେ ଚାହିଁ ସ୍ୱର୍ଗ ଭୁବନରୁ ବଳି ସୁନ୍ଦର ଦିଶଇ ସେ ପୁରର ବାକ୍ୟ ବାଣେ କି ଉପମା ଦେବା ମନଲୋଭା ପୁର ସେହି ପାଉଅଛି ଶୋଭା ନକ୍ଷତ୍ର ମଙ୍ଗଳ ପରି ଦୀପ୍ତିମନ୍ତ ପୁର ସାକ୍ଷାତ କାମଳା ଦେବ ବିନୟ ସେଠାର ବ୍ରହ୍ମାଙ୍କର ଅର୍ଦ୍ଧାଙ୍ଗିନୀ ଗାୟତ୍ରୀ ସାବିତ୍ରୀ ଚନ୍ଦ୍ରଙ୍କର ହିଣେନ୍ଦ୍ର ଦେବ ତାଙ୍କ ସଚି ଯମଙ୍କର କାଳୀ ସାହା ଅଗ୍ନିଦେବଙ୍କର ବରୁଣଙ୍କ ପତ୍ନୀ ଗଙ୍ଗ ଯମୁନାନିକର କୁବେରଙ୍କ ବିଧି ସୁଗନ୍ଧା ଯେ ପବନଙ୍କର ସିଦ୍ଧଙ୍କର ସିଦ୍ଧି ସଂଜ୍ଞା ଦେବୀ ସୂର୍ଯ୍ୟଙ୍କର ଅରୁନ୍ଧତୀ ବଶିଷ୍ଠଙ୍କ ଅତି ଅନସୂୟା ମାୟା ବିଶ୍ୱକର୍ମାଙ୍କର ହରିଦ୍ରାଜା କାୟା କନ୍ଦର୍ପର ରତି ଭୃଗୁ ଦେବଙ୍କର ନାରୀ ଗୋମାତା ନନ୍ଦିନୀ ପୃଥ୍ୱୀ ଦେବୀ ଛନ୍ତି ପୁରୀ ନାଗପତ୍ନୀ ଋଷି ପତ୍ନୀ ମୁନି ପତ୍ନୀ ଗଣ ରାଜପତ୍ନୀଙ୍କ ସଙ୍ଗରେ ଅଛନ୍ତି ମିଶିଣ ସ୍ଥାବର ଜଙ୍ଗମ କୀଟ ନାନା ପ୍ରକାର ଦିବ୍ୟ ରୂପ ଧରି ବସିଛନ୍ତି ଯଜ୍ଞଶାଳ 14 ପୁରବାସୀ ହୋଇଛନ୍ତି ଏକତ୍ରିତ ବାଛି ବାଛି ନାମ ମାନ କହିଲି କେତେକ ପୁରୁଷ କାମିନୀ ତେଜ୍ୟା କରି ଘର ଦ୍ୱାର ପୋଷ ଜୀବ ଘେନି ଆସି ଅଛନ୍ତି ସଙ୍ଗର ଯଜ୍ଞସ୍ଥାନର ବର୍ଣ୍ଣନା ଦକ୍ଷ ରାଜାଙ୍କର ବର୍ଣ୍ଣନା କରିବା ପାଇଁ ଶକତି କାହାର କେବଳ ସଦାଶିବଙ୍କୁ ନିମନ୍ତ୍ରୀ ନାହାନ୍ତି ତାଙ୍କ ବ୍ୟତିରେକ ଆଉ ସର୍ବେ ଆସିଛନ୍ତି ନିଜେ ନିଜେ ଆଚରନ୍ତି ନିଜ କର୍ମମାନ ଆନନ୍ଦିତ ହେଉଛନ୍ତି ଦକ୍ଷ ନରରାଣ ଦ୍ୱିତୀୟ ବିଧାତା ସିନା ଦକ୍ଷ ନବରାଣ ଯଜ୍ଞ କରୁଛନ୍ତି ସେମେ ଆନନ୍ଦ ହଇଣ କେ କହିବ ଲଲାଟର ଲାଖନ ତାଙ୍କର ତେଣୁ ଦ୍ରୋହୀ ହୋଇଲେ ସେ ସଦାଶିବଙ୍କର କଟିରେ ବସନ ନାହିଁ ରୂପ ଭୟଙ୍କର କିଳି କିଳା ନାଦ କରି ଧାମନ୍ତି ସକଳ 16 ଶକ୍ତି ଧରି କ୍ରୋଧେ ଆସୁଛନ୍ତି ଧାଇଁ ମାର ମାର ଧର ଧର ରଡ଼ି ଯେ ଶୁଭଇ ଯଜ୍ଞସ୍ଥଳେ ଥିବା ଲୋକେ ଭୟରେ କାତର ସମୀର ଘାତରେ ଯେହ୍ନେ ରମ୍ଭାବତରୁବର କି କରିବା ବଚନ କହନ୍ତି ଆମ୍ଭଙ୍କୁ ମାରିବେ ରୁଦ୍ର ବଳ ଆସୁଛନ୍ତି ଦକ୍ଷ ରାଜାଙ୍କର ନିଶ୍ଚୟ ଘେନିବେ ପରାଣ କେବଣ ଦିଗକୁ ଆମ୍ଭେ ଯିବା ପଳାଇଣ ନଦୀ ସଇ ରାହା କାହିଁ କରିବା ଗମନ ପୋଛିଲାଣି ପାଞ୍ଜି ଆମ୍ଭ ଦେବତା ସମନ କର୍ତ୍ତା ବାର୍ତ୍ତା ହେଉଛନ୍ତି ସର୍ବେ ହିପରି ଏ ସମୟେ ବୀରଭଦ୍ର ଗଲେ ତହିଁ ମିଳି ପ୍ରବେଶ ହୋଇଲେ ଯାଇ ଯାଗଶାଳ ଦ୍ୱାରେ ଜଗିଛନ୍ତି ନାରାୟଣ ସେହି ଦୁଆରରେ ବୀରଭଦ୍ର କ୍ରୋଧ ହୋଇ କହିଲେ ବଚନ ତୁମ୍ଭେ ଶିବ ଦ୍ରୋହୀ ନୁହ କମଳାର ମଣ ଦକ୍ଷର ଯଜ୍ଞକୁ ନାଶ କରିବହିଁ ମୁହିଁ
ନୁହ ଶିବଦ୍ରୋହୀ ଶୀଘ୍ର ଯାଅ ଆଡ଼ ହୋଇ, ଆଜ୍ଞା ଦେଇ ପେଶିଛନ୍ତି ମୋତେ ପଞ୍ଚାନନ। ଆଡ଼ ହୋଇ ଯାଅ ତୁମ୍ଭେ କମଳାର ମଣ, ସଦାଶିବଙ୍କର ଭକ୍ତ ଅଟନ୍ତି ଆପଣ। ସେହି ପ୍ରଭୁଙ୍କର ଭୃତ୍ୟ ମୁହିଁ ତୁମ୍ଭେ ଜାଣ, ବିରୋଧନ କରି ଶୀଘ୍ର ଯାଅ ଅପସରି, ନୋହିଲେ ତୁମ୍ଭଙ୍କୁ ମୁହିଁ ପକାଇବି ମାରି। ସେଥିପାଇଁ ଦେଉଅଛି ତୁମ୍ଭଙ୍କୁ ଜଣାଇ, ନ କରି ବିଳମ୍ବ ପ୍ରଭୁ ଯାଆନ୍ତୁ ଦୂରେଇ। ବୀରଭଦ୍ର ମୁଖ ଶୁଣି ଏସନ ବଚନ, ମଧୁର ବାକ୍ୟ କହନ୍ତି ଶ୍ରୀ ମଧୁସୂଦନ। ଆହେ ବୀରଭଦ୍ର କୁହ ଯଥାର୍ଥ ବଚନ, ପରମ ଗତି ଅଟନ୍ତି ମୋର ସଂକର୍ଷଣ। କହୁଅଛି କଥା ଏକ ଶୁଣ ମନ ଦେଇ, ଯଥାର୍ଥ ବିନେୟ ଯଥା ନ କହଇ ମୁହିଁ। ଦକ୍ଷଙ୍କ ପାଶେ ପ୍ରତିଜ୍ଞା କରିଅଛି ମୁହିଁ, ନିଶ୍ଚିନ୍ତରେ କର ଯାଦକ୍ଷ ଯେ ନର ସାଇଁ। ବିଘ୍ନ ଯେ କରିବ ତାର ଘେନିବି ପରାଣ, ତୁମ୍ଭର ଜାଗ ରଖିବି ଏ ସତ୍ୟ ବଚନ। ଜାଗ ଭଗନ କରିବ ବଚନ ତୁମ୍ଭର, ତୁମ୍ଭଙ୍କୁ ଛାଡ଼ିଲେ ସତ୍ୟ ଭଗ୍ନ ହେବ ମୋର। ମୋହ ପରି ଲୋକ ଯେବେ ପ୍ରତିଜ୍ଞା ଉଡ଼ଇ, ସାରା ସଂସାରରେ ଧର୍ମ ନ ରହିବ କାହିଁ। ପ୍ରଥମ ଗଣଙ୍କ ମଧ୍ୟେ ତୁମ୍ଭେଟି ପ୍ରଧାନ, ଯାହା କରିବାର ଏବେ କର ବିଚାରିଣ। ଯାହା ବଚନ ଦେଉଛି ପ୍ରତିଜ୍ଞା କରିଣ, ସେ କଥା କଦାପି ମୁହିଁ ନ କରିବି ଆନ। ନାରାୟଣଙ୍କ ବଚନ ବୀରଭଦ୍ର ଶୁଣି, ନାରାୟଣଙ୍କୁ ପୁନଶ୍ଚ ଭାସିଲେ ବାଣୀ। ଅନେକ ଦିନ ତଳରେ ଦେବ ପଞ୍ଚାନନ, ସୁଦର୍ଶନ ଚକ୍ର ଦେଲେ ତୁମ୍ଭଙ୍କୁ ଈଶାନ। ସୁଦର୍ଶନ ପ୍ରଭାବରୁ ତୁମ୍ଭ ମୁହଁ ଟାଣ, ସେ କାରଣ ଦେଖାଉଛି ଏଠି ବଡ଼ପଣ। ପ୍ରତିଜ୍ଞା ତୁମ୍ଭର ଏବେ ପଣ୍ଡ ହୋଇଯିବ, ବଡ଼ପଣ ତୁମ୍ଭର ନିମିଷେ ନାଶ ଯିବ। ଆବର କଥାଏ ଶୁଣ ଦେବ ନାରାୟଣ, ଇନ୍ଦ୍ର ସହିତ ଅମର ହାରିବେ ପରାଣ। ତାଙ୍କର ଶ୍ରୀମୁଖ ପାଇଁ ମୁହିଁ ଆସିଅଛି, କିମ୍ପାଇଁ ବିରୋଧ ତୁମ୍ଭେ କରୁଛ ଶ୍ରୀବତ୍ସୀ। ଆପଣା ପୁରକୁ ଯାଅ ଦେବ ଚକ୍ରଧର, ଏଠାରେ ଥିଲେ ଯମକୁ ଭେଟିବନି କର। ସଦାଶିବଙ୍କ ଆଦେଶ ଧରି ମସ୍ତକର, ଆସିଛି ବଢ଼ାଇ କର ସମ୍ମୁଖେ ମୋହର। ତେଣୁ ଜାଣୁଛି ମନ୍ଦ ବୋଲାଟିଏ ତୁମ୍ଭର, ବିଚାର କରିଣ ଏବେ ନିଜ ପୁରେ ଚଳ। ଶୁଣି ଅଳପ ହସିଲେ ଦେବ ନାରାୟଣ, ବୋଇଲେ ବାତୁଳ ପରି କୁହ କି ବଚନ। ସମକକ୍ଷ ତୁମେ ହେବ ଆମ୍ଭ ସଙ୍ଗତର, ଗରୁଡ଼ ସମୀପେ ଜହ୍ନେ ଭୁଜଙ୍ଗମ ଛାର। ଜ୍ୟୋତିରିଙ୍ଗଣେ କି ସମ ଭାସ୍କର ସଙ୍ଗରେ, ଉପରେ ଦେବେ କି ଲୋକେ ଏହି ସଂସାରରେ। ଏହା ଶୁଣି ବୀରଭଦ୍ର ହେଲେ କୋପମନ, କେଡ଼େ ଗର୍ବ କରୁଛୁ ମୂଢ଼ ଯେ ନାରାୟଣ। ପ୍ରଚଣ୍ଡ ଦିନେଶ ପରି ହୁଅ ତେଜିଆନ, ଖଦ୍ୟ ତ ସଦୃଶ ନୁହେଁ ମୁଁ ତୋର ସମାନ। ତୋର ବୀରପଣ ଆଜ ମୁହିଁ ଦେଖିମଇ, ଦକ୍ଷର ଜାଗ କିପରି ରଖିବୁ ରେ ତୁହି। ନାରାଜ କରିଲେ ମୁହିଁ ଏକ୍ଷଣି ପ୍ରହାର, ସମ୍ଭାଳ ତୁ ଚକ୍ରଧାରୀ ଶରୀର ତୋହର। ତାପରେ ଯଜ୍ଞ ରଖିବ ରଖି ବଡ଼ପଣ, ଇନ୍ଦ୍ର ବି ଦେବଙ୍କୁ ଘେନି ରଖି ଶମଶାନ। ମୋର ତୀକ୍ଷ୍ଣ ବାଣ ଯେବେ ନ ପାରିବୁ ସହି,
ଜାଣେ ଥା ପ୍ରତିଜ୍ଞା ତୋର ରହିବଟି ନାହିଁ। ବୈଧାତ୍ରୀ କହୁଛନ୍ତି ଶୁଣ ଋଷିଗଣ, ବୀରଭଦ୍ର ଏହିପରି କହିଲେ ବଚନ। ବୀରଭଦ୍ର ଯହୁଁ ଆଜ୍ଞା କରିଲେ ପ୍ରଦାନ, ହୁଙ୍କାର କରି ଉଠିଲେ ସେ ପ୍ରଥମ ଗଣ। କିଳେ କିଳା ନାଦ ସଙ୍ଗେ ଶୁଭିଲା ହୁଙ୍କାର, ବଜାଇଲେ ଡମ୍ବରୁକୁ ବୀରଭଦ୍ର ବୀର। ଯଜ୍ଞ ଭଗ୍ନ କରିବାକୁ ସେ ପ୍ରଥମ ଗଣ, ଦୌଡ଼ିଲେ ନିଜ ଅସ୍ତ୍ର ଶସ୍ତ୍ରକୁ ଧରିଣ। ବିଷ୍ଣୁ ଗଣ ତାହା ଦେଖି ଆଗକୁ ଅଇଲେ, ଗୃହ ରୁହ ବୋଲି କରି ଉଚ୍ଚରେ ଡାକିଲେ। ବିଭିନ୍ନ ଆଲୁଅ ମାନ ଧରିଣ ହସ୍ତରେ, ମାର ପିଟ ଦେଲେ ତହିଁ ଅତ୍ୟନ୍ତ ରାଗରେ। ଶସ୍ତ୍ରମାନଙ୍କର ତେଜ ଅଟଇ ପ୍ରଖର, ବ୍ରହ୍ମାଣ୍ଡ କମ୍ପିଲା ପୁଣି ମୁଖରା ବଗୋଳ। ଯୁଦ୍ଧ ଆରମ୍ଭିଲେ ପୁଣି ମିଶି ଦୁଇ ଦଳ, ମଘ ବାଗ ମନେ ରାସ୍ତା ନାହିଁ ସେ ସ୍ଥାନର। ନାରାୟଣ ତୁଲେ ବୀରଭଦ୍ରଙ୍କ ସମରେ, ନାନା ଅସ୍ତ୍ର ଶସ୍ତ୍ର ଦୁହେଁ ବିନ୍ଧନ୍ତି ନିକରେ। ଅସଂଖ୍ୟ ପଦାତି ରଥ ଗଜ ସହିତରେ, ଯୋଡ଼ା ଯୋଡ଼ା ଯୋଦ୍ଧା ମାଲ ବନ୍ଧେ ଯୁଦ୍ଧ କଲେ। ବେଳୁ ବେଳ ଗୁରୁତର ବଢ଼ିଲା ସମର, ପ୍ରଳୟ କାଳେ ଶୁଭଇ ଘଡ଼ଘଡ଼ି ସ୍ୱର। ବୀରଭଦ୍ର ସତେଶର କରିଲେ ସନ୍ଧାନ, ବିଷ୍ଣୁଙ୍କର ଶରୀରକୁ ଲକ୍ଷ୍ୟ ସେ କରିଣ। ବାଣମାନ ଆସୁଥିଲେ କରି ଗରଜନ, ବନମାଳି ତାଙ୍କୁ ଦେଲେ ଦୂରରୁ ଛେଦିଣ। ନାରାୟଣ ନାଗ ଅସ୍ତ୍ର କରିଲେ ପ୍ରହାର, ବୀରଭଦ୍ର ଅଙ୍ଗେ ଭେଦି ଗଲେ ଯାଇ ସର। ସମ୍ଭାଳିଣ ସେ ଶସ୍ତ୍ରକୁ ବୀରଭଦ୍ର ବୀର, ବାନ୍ଧିଲେ ସହସ୍ର ନାରଚ ପୁଣି ଏକ ବୀର। ନାରାୟଣଙ୍କ ଶରୀରେ ସେ ଶସ୍ତ୍ର ପଡ଼ଇ, ଦୀର୍ଘ ଶ୍ୱାସ ତ୍ୟାଗ କଲେ କମଳାଙ୍କ ସାଇଁ। ପୀଡ଼ିତ ହେବାର ବିଷ୍ଣୁ ବୀରଭଦ୍ର ବୀର, ଶଙ୍ଖନାଦ କଲେ ପୁଣି ସମର ଭୂମିର। ସହି ଚକ୍ର ନାରାୟଣ କରିଲେ ପ୍ରହାର, ଚକ୍ରକୁ ଦେଖନ୍ତି ବୀରଭଦ୍ର ବୀରବର। ପ୍ରଚଣ୍ଡ ବେଗରେ ଚଳିଗଲା ସୁଦର୍ଶନ, ଫୁଲମାଳ ପରି ଗଳା ଗଳାରେ ଲମ୍ବିଣ। ଦେଖି ଆଶ୍ଚର୍ଯ୍ୟ ହୋଇଲେ କମଳାଙ୍କ ବର, କି ଯୁଦ୍ଧ କରିବେ ଭାବନ୍ତି ସେ ଅନୁକ୍ଷଣ। ରୁଦ୍ରଗଣ ବେଢ଼ି ଗଲେ ଦେଖି ନାରାୟଣ, ବୈକୁଣ୍ଠପୁରେ ଗଲେ ଗରୁଡ଼ ଚଢ଼ିଣ। ବିଷ୍ଣୁ ଅନ୍ତର୍ଧ୍ୟାନ ହେବା ଦେଖିଣ ଅମର, ପଳାଇବେ ଚିନ୍ତା କଲେ ଆପଣା ମନର। ବଜ୍ର ଧରି ଇନ୍ଦ୍ରଦେବ ଆଗକୁ ଅଇଲେ, ଯୁଦ୍ଧ କରିବା ପାଇଁ କି ମନ ବଳାଇଲେ। ଘୋଟିଛନ୍ତି ଚଉଦିଗେ ବଳ ରୁଦ୍ରଙ୍କର, ଶୂଳ ଧରିଛନ୍ତି ହସ୍ତେ ବୀରଭଦ୍ର ବୀର। 16 ପ୍ରହାର କରିଲେ ବୀରଭଦ୍ର ବୀର, ଇନ୍ଦ୍ରଙ୍କର ଶୂଳ ଆସି ପଡ଼ିଲା ଭୂତଳ। ଆୟୁଧ ବିହୂନ କରି କରି ସଚିପତି, ପ୍ରାଣ ଘେନି ଯୁଦ୍ଧ ତେଜି ପଳାଇ ଯାଆନ୍ତି। ଇନ୍ଦ୍ର ପଳାଇବା ଦେଖି ବୀରଭଦ୍ର ବୀର, ଖଟ୍ୱାଙ୍ଗେ ଆଦିତ୍ୟଙ୍କୁ କରିଲେ ସେ ପ୍ରହାର। ଦଶନପନ୍ତି ଭଗନ ରୁଧିର ବହଇ, ପଡ଼ିଲେ ଜ୍ଞାନ ହାରିଣ ଭୂତଳେ ଗୋସାଇଁ। ଜନ୍ତୁପତିଙ୍କୁ ପିଟିଲେ ଘେନିଣ ତୋମର, ପଳାଇଲେ ଜନ୍ତୁପତି ଉପେକ୍ଷି ସମର। ଶୁକ୍ରଙ୍କୁ ଦେଖି ଧରିଲେ ବୀରଭଦ୍ର ବୀର, ଦାଢ଼ିକୁ ଓଟାରି ବିଦ୍ଧା କରିଲେ ପ୍ରହାର। ଶୁକ୍ର ରକ୍ତ ବାନ୍ତି କଲେ ଗୋଟିଏ ବିଦ୍ଧାରେ,
ନିଜ କର୍ମ ସ୍ମରି ସେଠୁ ଛାଡ଼ି ପଳାଇଲେ। ରୁଦ୍ରଙ୍କର ଏ ମାରୁଣି ଦେଖି ଦେବଗଣ ଜୀବନର ଆଶା ଦେଲେ ହୃଦୟରୁ ତେଜିଣ। ପଳାଇ ଯିବାକୁ ତହିଁ ବାଟ ନଦୀ ସଇ ରୁଦ୍ର ଥାଟ ବେଢ଼ି କରି ଅଛନ୍ତି ରହି। ଦକ୍ଷ ରାଜା ଦେଖି ଭୟେ କାରେ ଯେ ହୋଇଲେ ମୁନିଙ୍କ ମଧ୍ୟରେ ଲୁଚି ବିଚାର କରିଲେ। ଦଧିଛି ଋଷିଙ୍କର ମୁଁ ନ ମାନି ବଚନ ଜାଣିଲି ଏ ରୁଦ୍ରଗଣ ନେବେ ମୋ ପରାଣ। ଆଲୋଚନା କରୁଛନ୍ତି ଦକ୍ଷ ନାରାୟଣ ଚଉଦିଗେ ବେଢ଼ି ଗଲେ ଆସି ରୁଦ୍ରଗଣ। ଶବଦ ଯେ କିଳି କିଳା ତା ସଙ୍ଗେ ହୁଙ୍କାର ପଳାଇଣ ଗମେ ମୁନି ସକଳ ମୋର। ଗୋଡ଼ାଇଣ ରୁଦ୍ର ବଳ କରନ୍ତି ସମର ସମ୍ମୁଖେ ପଡ଼ଇ ଯେହୁ ଗଲା ଯମପୁର। ଖଟ୍ୱାଙ୍ଗ ମୁଣ୍ଡରେ କାର କରନ୍ତି ପ୍ରହାର ପ୍ରହାରେ ଧୂଳି ହୁଅଇ କାହାର ଶରୀର। କୁନ୍ତ ଧରିଣ କାହାକୁ ପ୍ରହାର କରନ୍ତି କାଅଙ୍ଗେ ତ୍ରିଶୂଳ ଧରି ତାହାକୁ ମାରନ୍ତି। ମୁଣ୍ଡକୁ ଧରିଣ ମୋଡ଼ି ପକାଏ କେ ବୀର ଚାପୋଡ଼ା ମାରି ଛିଡ଼ାଏ କେ କାହାର ଗିର। ମୁଣ୍ଡକୁ ଛିଡ଼ାଏ କାର କିଏ ବୀରବର କାମୁଣ୍ଡ ଛିଡ଼ାଏ କରି ନାରଚ ପ୍ରହାର। ଆଗେ ପଡ଼ିଲା ତାହାର ନାହିଁ ତିନିସ୍ତାର ଗୋବ୍ରାହ୍ମଣ ହେଉ ପଛେ ଯାଏ ସ୍ୱର୍ଗପୁର। ଅଗ୍ନିକୁଣ୍ଡରେ କାହାକୁ ନେଇ ପକାବନ୍ତି ଅଗ୍ନି ପୋଡ଼ି କରି ତାକୁ ପାଉଁଶ କରନ୍ତି। ଅରକ୍ଷିତ ପରି ତହିଁ ହେଲେ ସର୍ବଜନ ରକ୍ଷା କରିବାକୁ କେହି ନହିଲେ ଭାଜନ। କ୍ରୋଧ ହୋଇ ରୁଦ୍ରବଳ ଉକ୍ରୋଧ ତେଜିଣ ମାରନ୍ତି ଆକୁଳ ହେଲେ ତହିଁ ଋଷିଗଣ। ଭୟଭୀତ ହୋଇ କରି ସର୍ବ ଋଷିଗଣ ସମାଧି ମାର୍ଗରେ ନିବେଶିଲେ ତାଙ୍କ ମନ। ରୁଦ୍ରଙ୍କୁ ଧ୍ୟାନ କରିଣ ପଢ଼ି ମନ୍ତ୍ରମାନ ଜୟ ଜୟ ବୀରଭଦ୍ର ତୁମ୍ଭେ ମୂର୍ତ୍ତିମାନ। ରୁଦ୍ର ଅଙ୍ଗୁଜାତ ତୁମ୍ଭେ ସାକ୍ଷାତ ଈଶାନ କ୍ରୋଧ ତେଜି କରି ଏବେ ହୁଅ ଶାନ୍ତ ମନ। ତୁମ୍ଭର ସୃଷ୍ଟି ସଂସାର ତୁମ୍ଭେ ଧ୍ୱଂସ କର ରକ୍ଷା କର୍ତ୍ତା ଆଉ କେହୁ ଅଛି ଏ ସଂସାର। ଏ ରୂପେ ଅନେକ ସ୍ତବ କଲେ ଋଷିଗଣ ତହିଁ ତୃପ୍ତି ନହେଲା ଯେ ବୀରଭଦ୍ର ମନ। ପ୍ରଚଣ୍ଡ ବୋଧ ନଳ ହେଲା ତେଜିଆନ ଶରୀର ଜ୍ୟୋତି ଦିଶଇ ଅନଳ ସମାନ। ଋଷିଗଣ ଦେବଗଣ ଏକତ୍ର ହୋଇଣ ମିଳିଣ ଦକ୍ଷକୁ ଯାଇ କହିଲେ ବଚନ। ସେବ ଦକ୍ଷ ଯାଇ ତୁହେ ବୀରଭଦ୍ର ପାଦ ନୋହିଲେ ଜାଣିଥା ନିଶ୍ଚୟ ପଡ଼ିଲା ପ୍ରମାଦ। ବିଳମ୍ବ ନ କର ଆଉ ଦକ୍ଷ ନରବର ତୋହ ଯୋଗୁଁ ବିନାଶ ହୋଇବ ଚରାଚର। ସମସ୍ତଙ୍କ ମୁଖୁ ଏ ଦକ୍ଷ ଶୁଣି ଏହି ଗିର ବୀରଭଦ୍ର ପାଶେ ଉଭା ଘୋଟିବେନି କର। ବୀରଭଦ୍ର ତେଜଲା କାଳା ନଳର ସମାନ ଅଧର କମ୍ପାଇ ଦକ୍ଷେ ଧରିଲେ ତକ୍ଷଣ। ପ୍ରହାରିଲେ ଚାପୁଡ଼ାଏ ଛିଡ଼ିଗଲା ଶିର ଶିର ଛିଡ଼ିଣ ପଡ଼ିଲା ଭୂମିର ଉପର। ତଥାପି କୋପ ମନରୁ ନହେଲ କି ଶାନ୍ତ ମୁଣ୍ଡକୁ ଭୂତକୁ ତୋଳି ଧରିଲେ କହସ୍ତ। ଚୋବାଇ ଚୋବାଇ ମୁଣ୍ଡ ଦେଲେ ତାର ଖାଇ ଋଷିଗଣ ଦେବ ଗଲେ ସ୍ତମ୍ଭୀଭୂତ ହୋଇ। ଏ କର୍ମ କରି ସାରିଣ ବୀରଭଦ୍ର ବୀର ଟହ ଟହ ହସି କଲେ ତାଣ୍ଡବ ସେଠାର। ଦେବ ଋଷିଗଣ ଦେଖି ହୋଇଲେ କାତର ରକ୍ଷା କର୍ତ୍ତା ଆଜ କିଏ ହୋଇବ ଆମ୍ଭର। ଦକ୍ଷ ପ୍ରଜାପତି ଯେଣୁ ଲଭିଲା ମରଣ
ହତ ସାହସ ହୋଇଲେ ଦେବ ଋଷିଗଣ, ନାନା ରୂପ ଧରି ଦେବଗଣ ପଳାଇଲେ। ବଞ୍ଚିବାର ଉପାୟ ତ ଦେଖି ନ ପାରିଲେ, ମୃଗ ରୂପ ଧରି ଧାତା କଲେ ପଳାୟନ। ଚାରି ବେଦ ହେଲା ତାଙ୍କର ଚାରି ଚରଣ, ପ୍ରଣବ ମୃଗର ନେତ୍ର ହେଲା ଋଷିଗଣ। ପବନ ହୁଣ୍ୟଗ୍ରେ ଗଲେ ଚତୁର ଆନନ, ଯାହା ସମାଚାର ଏଥୁ ଅନନ୍ତ ସର୍ବେ ଶୁଣ। କୈଳାସେ ଥାଇ ଜାଣିଲେ ପ୍ରଭୁ ପଞ୍ଚାନନ, ବୃଷଭ ପିଠିରେ ବସି ଡମ୍ବରୁ ବଜାଇ, ଦକ୍ଷଙ୍କ ଯଜ୍ଞଶାଳରେ ପ୍ରବେଶିଲେ ଯାଇ। ମୃଗ ରୂପେ ବେଦବର ଚାଲି ଯାଉଥିଲେ, କର ବଢ଼ାଇଣ ଶିବ ତାହାଙ୍କୁ ଧରିଲେ। ପ୍ରଭୁ ଧରନ୍ତେ ରହିଣ ଗଣେ ପଦ୍ମାସନ, ବୋଇଲେ ପ୍ରସନ୍ନ ଧାତା ବର ମାଗି ଘେନ। ଧାତା ଏ କଥା ଶୁଣିଣ ଆନନ୍ଦିତ ମନ, ଶ୍ରୀଚରଣ ତଳେ ପଡ଼ି କରିଲେ ପ୍ରଣାମ। କହିଅଛି ନ ପାରନ୍ତି ସେ ପଞ୍ଚାନନକୁ, ଶଙ୍କର ବୋଧ ଦେଇଣ ଉଠାଇଲେ ତାଙ୍କୁ। ମନୁ ଭୟ ଭ୍ରାନ୍ତି ଏବେ କରିଦେଇ ଦୂର, ଉଠ ହେ ବିଧାତା ମାଗ ଯାହା ଇଚ୍ଛା ବର। ସଦାଶିବଙ୍କ ମୁଖରୁ ଶୁଣି ଏ ବଚନ, କର ଯୋଡ଼ିଣ କହନ୍ତି ତାଙ୍କୁ ପଦ୍ମାସନ। ଯେବେ ଦୟା କଲ ବିଶ୍ୱନାଥ ମୋହଠାରେ, ପ୍ରିୟ ନନ୍ଦନ ଯଜ୍ଞଙ୍କୁ ବଞ୍ଚାନ୍ତୁ ସଳେ। ଆବର ବଞ୍ଚାଇ ଦିଅ ମୃତ ଦେବଗଣ, ସୁଦୟା କରିଲ ଯେବେ ହେ ପଞ୍ଚ ଆନନ। ଧନ୍ୟ ହେ ବିଧାତା ତୁମ୍ଭେ କହନ୍ତି ଈଶ୍ୱର, ଧ୍ୟାନ ଦେଇ ଶୁଣ ଯାହା କହୁଅଛି ଗିର। ବୀରଭଦ୍ର ଦକ୍ଷ ମୁଣ୍ଡ ଦେଇଛି ଖାଇଣ, ସେ ମୁଣ୍ଡ ମୋଡ଼ିଲେ ଆଉ ଥାଇ କି କାରଣ। ଯେଉଁ ପଶୁ ହାଣି ଅଛି ଏ ଯଜ୍ଞଶାଳରେ, ସେ ମୁଣ୍ଡ ଲଗାଇ ଦେବା ଦକ୍ଷଙ୍କ କନ୍ଧରେ। ଦକ୍ଷଙ୍କ ସ୍କନ୍ଧରେ ଅଜାଶିର ରଖିଦେଲେ, କମଣ୍ଡଳୁ ଜଳ ସିଞ୍ଚି ବଞ୍ଚାଇଣ ଦେଲେ। ଅଜାମୁଣ୍ଡ କହି ଦକ୍ଷ ଜୀବନ ପାଇଲେ, ଯୁଗ ଯୁଗକୁ ଏ କଥା ରଖାଇଣ ଦେଲେ। କମଣ୍ଡଳୁ ଜଳ ପୁଣି କରିଲେ ସିଞ୍ଚନ, ମରିଥିବା ପ୍ରାଣୀ ପରେ ଲଭିଲେ ଜୀବନ। ମୋଠାରେ ଦ୍ରୋହୀ ଯେହେତୁ ହେଲେ ଦକ୍ଷ ରାଣ, ତେଣୁ କରି ହାରିଲେ ସେ ତାଙ୍କରି ଜୀବନ। ଅଜାଶିରକୁ ବହନ କଲେ ଦକ୍ଷ ତେଣୁ, ମୋର ସଙ୍ଗତରେ ଦ୍ରୋହ ରଜିଲେ ଯେଣୁ। ସଦାଶିବଙ୍କ ମୁଖରୁ ଶୁଣି ଏ ବଚନ, ମହାତୋଷ ଲଭିଧାତ ଉଠିଲେ ତକ୍ଷଣ। ଛାଗଳ ମୁଣ୍ଡ ବହିଣ ଦକ୍ଷ ନର ରାଣ, ପୁନଶ୍ଚ ଲାଭ କରିଲେ ତାଙ୍କର ଜୀବନ। କମଣ୍ଡଳୁ ଜଳ ପୁଣି କରନ୍ତେ ସିଞ୍ଚନ, ପରାଶ ଲଭି ଉଠିଲେ ମୃତ ସୁରଗଣ। ନାଗ ନର ଋଷିମାନ ଜୀବନ ପାଇଲେ, ଦେଖିଣ ବିଧାତା ମନେ ଆନନ୍ଦିତ ହେଲେ। ଅଜାଶିର ହେଲା ଯେଣୁ ଦକ୍ଷ ବ୍ରହ୍ମାଙ୍କର, ଶିବଙ୍କୁ ଦେଖନ୍ତେ ଲଜ୍ଜା ପାଇଲେ ଅପାର। ସଦାଶିବଙ୍କ ସମ୍ମୁଖେ ଯୋଡ଼ିବେନି କର, ମନ୍ତ୍ର ଉଚ୍ଚାରଣ ସ୍ତୁତି କରିଲେ ଅପାର। ମୁଖପତିଣ ତାହାଙ୍କୁ କହନ୍ତି ବଚନ, ସର୍ବଭୂତ ପ୍ରେତଙ୍କର ହେ ଭୂତ ଭାବନ। ନିର୍ଗୁଣ ପୁରୁଷ ତୁମ୍ଭେ ଭକତ ଜୀବନ, ସର୍ବ ଅନ୍ତର୍ଯ୍ୟାମୀ ତୁମ୍ଭେ ଦେବ ପଞ୍ଚାନନ। ହବିର୍ଭାଗ ପାଓ ଆମ୍ଭ ବିନତି ଯେ ଘେନ, ନବରିଲି ତୁମ୍ଭକୁ ଯେ ଏସନ କାରଣ। ମୋଠାରେ କିମ୍ପାଇଁ କୋପ ବହିଲେ ଆପଣ, ବିନୟରେ ଏହିପରି କହୁ ଦକ୍ଷ ରାଣ। ସନ୍ତୋଷ ହୋଇଲୁ ଶୁଣି ଦେବ ଶଙ୍କର୍ଷଣ,
बोलन्ति धाता कर जे यज्ञ पूर्णाहुति शुणिण धाता होइले आनंदित अति दक्ष यज्ञ कुंड पासे धाता चली गले कुंडर पारु से जाई हाजर होइले देखन्ति यज्ञर जेतेक उपकरण भांगी रुजी जाई अछि श्रुव सृचमान अर्क पत्रे हबी देले धाता श्री शिवंकु मंत्र पाठ करी हबी देले श्री मुमुखु मंत्र उच्चारिण तेणु हबीर भाग देले शंकर पाइण हबी आनंद होइले वीरभद्र को शंकर पाख कुराइले तुम्भे मोर मान रक्षा करिछ बोइले शिव गणक मध्यरे तुम्भेटी प्रधान कहिण शाढ़ी बांधिले मस्तके नेण वृषभे बसिण हर होइले बाहार निमिषे कैलासे जाई होइले हाजर शिवगण माने सर्वे बाहुडीण गले नृपति गण निजर राइजे चलिले धातांकु नाना मतरे गाली मंद देले निज निज भुवन को सर्वे चली गले दक्ष मन दुखे निज नबरे रहिले शिवद्रोह होई छेली मुंड टिपाइले सदा शिवंकर गुण शुण तपोधन त्रिपुर नाशन प्रभु देव पंचानन जेवण पुरुष सदा शिवंकु निंदई दक्ष यज्ञ समध्वंस पाई जाए सेही भक्ति रे जेउ जन करे सुमिरण धन जन पाए पुरे तार मनस्काम तेणु हे विदुषे सदा शिवंकु सुमर दीन बुद्धि मंतन में